ଖାଇବାକୁ ପୁରା ସୁଆଦିଆ ମୂଳା ତାୱା ଭଜା। ଏମିତି ଥରେ ବନାନ୍ତୁ, ନ ଖାଇବା ଲୋକ ବି ମାଗିକି ଖାଇବେ। ନମସ୍କାର, ମୁଁ ଗାୟତ୍ରୀ। ଆପଣମାନଙ୍କୁ ଗାୟତ୍ରୀ's କିଚେନକୁ ବହୁତ ବହୁତ ସ୍ୱାଗତ। ମୂଳା ତାୱା ଫ୍ରାଏ ବନେଇବା ପାଇଁ ମୂଳାର ଚୋପାକୁ ଚାଞ୍ଛି ଦେବେ। ଆଗ ପଛ ଦୁଇପଟ ସାଇଡ଼କୁ କାଟିକି ଫାଳ କରିକି ଏମିତି ପତଳା ପତଳା କରି କାଟିଦେବେ। ଏମିତି ସବୁ ମୂଳାକୁ କାଟି ନେଇଛି, ପାଣିରେ ଭଲସେ ଧୋଇ ନେବି। ଚାଉଳ ଆଉ ଚଣା ଡାଲିକୁ 2 ଘଣ୍ଟା ଆଗରୁ ବତୁରାଇ ରଖିଥିଲି। ଗ୍ରାଇଣ୍ଡର ଜାରରେ ଚାଉଳ, ଚଣା ଡାଲି, 2ରୁ 3ଟା ଶୁଖିଲା ଲଙ୍କା, 4ରୁ 5 ଗଲା ରସୁଣ ଆଉ ଫାଳେ ଅଦାକୁ ଦେଇ ଗ୍ରାଇଣ୍ଡ କରିଦେବି। ଆପଣ ଯେତିକି ରାଗ ଖାଉଛନ୍ତି ସେଇ ଅନୁସାରେ ଲଙ୍କା ଦେବେ। ଏଠି ମୁଁ ଗ୍ରାଇଣ୍ଡ କରିଦେଇଛି, ଗୋଟେ ବାଉଲକୁ କାଢ଼ି ନେବି। ପିଠଉକୁ ବେଶୀ ପତଳା କରିବେନି। ସେଥିରେ ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲସେ ଗୋଳେଇ ନେବି। ପିଠଉକୁ ଏମିତି ଭଲସେ ଗୋଳେଇ ନେବେ। ପିଠଉ ଗୋଳେଇ ସାରିଲା ପରେ କାଟିକି ରଖିଥିବା ମୂଳାକୁ ଦେଇ ମୂଳାକୁ ଭଲସେ ପିଠଉରେ ଗୋଳେଇ ନେବି। ପିଠଉରେ ମୂଳା ଭଲସେ କୋଟ୍ ହେଇଯାଇଛି। ଗ୍ୟାସ୍ ଅନ୍ କରିକି ତାୱାକୁ ଗରମ ହେବାକୁ ଦେବି। ତାୱା ଗରମ ହେଲା ପରେ ସୋରିଷ ତେଲ ଦେଇ ଗରମ ହେବାକୁ ଦେବେ। ସୋରିଷ ତେଲରେ ପିଠଉ ଭଜାର ଟେଷ୍ଟ ବହୁତ ହି ବଢ଼ିଆ ଲାଗେ। ତେଲରେ ଗୋଟେ ଗୋଟେ ଏମିତି ମୂଳାକୁ ସବୁ ଦେଇଦେବି। ଏଠି ସବୁ ମୂଳାକୁ ଦେଇ ଦେଇଛି। 2ରୁ 3 ମିନିଟ୍ ଫ୍ରାଏ କରିନେବି। 3 ମିନିଟ୍ ଫ୍ରାଏ କଲା ପରେ ମୂଳା ଗୋଟେ ପଟ ସାଇଡ୍ ଫ୍ରାଏ ହେଇଗଲାଣି। ଆର ପଟକୁ ଲେଉଟାଇ ଦେବି। କଭର କରିକି ଆଉ 2ରୁ 3 ମିନିଟ୍ ଫ୍ରାଏ ହେବା ପାଇଁ ଦେବି। 2ରୁ 3 ମିନିଟ୍ ପରେ ମୂଳା ଦୁଇପଟ ସାଇଡ୍ ଫ୍ରାଏ ହେଇଗଲାଣି। ଗରମ ଗରମ ଏଇ ମୂଳା ଭଜା ଖାଇଲେ ବହୁତ ହିଁ ଟେଷ୍ଟି ଲାଗେ। ମୂଳା ଭିତରୁ ପୁରା ସିଝି ଯାଇଛି। ଆପଣ ମଧ୍ୟ ଏହି ରେସିପିକୁ ଘରେ ପ୍ରସ୍ତୁତ କରନ୍ତୁ ଆଉ କେମିତି ଲାଗିଲା ମୋତେ କମେଣ୍ଟ ଲେଖି ଜଣାନ୍ତୁ। ଧନ୍ୟବାଦ।